ପ୍ରକାଶକ ସରୋଜ ପରିଡ଼ାଙ୍କ ବ୍ଲାକ୍ ଇଗଲ୍ସ ବୁକ୍ ମାଧ୍ୟମରେ ନୀଳକାନ୍ତ ମହାପାତ୍ରଙ୍କ ତୃତୀୟ କବିତା ସଂକଳନ ବିଭୋର ବେଦନାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ କରାଯାଇଥିଲା। ସରସ୍ୱତୀ ପୂଜା ଦିନ ଏହି ବିଭୋର ବେଦନାକୁ ପ୍ରକାଶ କରାଯାଇଥିଲା। ଆଜି ତାର ଲୋକାର୍ପଣ ଉତ୍ସବ ଭୁବନେଶ୍ୱରସ୍ଥିତ ରେଡ୍କ୍ରସ ଭବନଠାରେ ଅନୁଷ୍ଠିତ କରାଯାଇଥିଲା। ବିଭୋର ବେଦନା ଯେ କଷ୍ଟ ଦିଏ ତାହା ନୁହେଁ, ବେଦନା ମାଧ୍ୟମରେ ଲୋକ ସ୍ୱପ୍ନ, ପ୍ରେମ ଏବଂ ଈଶ୍ୱର ମଧ୍ୟ ପାଇପାରନ୍ତି ବୋଲି ଲେଖକ ନୀଳକାନ୍ତ ମହାପାତ୍ର ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବ୍ଲାକ୍ ଇଗଲ୍ସ ବୁକ୍ର ପ୍ରକାଶକ ସରୋଜ ପରିଡ଼ା ସୂଚନା ପ୍ରଦାନ କରିଥିଲେ ଯେ ଯେଉଁ ଲେଖକଙ୍କର ଯେତେ ବହି ବିକ୍ରି ହେବ ସେହି ଲେଖକ ସେତେ ଭାଗ୍ୟବାନ ଆମ ପାଇଁ ଅଟନ୍ତି। ତୃତୀୟ କବିତା ସଂକଳନ ବିଭୋର ବେଦନା ବ୍ଲାକ୍ ଇଗଲ ବୁକ୍ସ ଦ୍ୱାରା ପ୍ରକାଶ ପାଇଛି। ଏଇଟା ସରସ୍ୱତୀ ପୂଜାରେ ପ୍ରକାଶ ପାଇଥିଲା। ଆଜି ତାକୁ ଲଞ୍ଚ କରାଗଲା, ଲୋକାର୍ପଣ ଆଜି କରାଗଲା ଏବଂ ଆଜି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଗୌରହରି ବାବୁ ଥିଲେ, ବିଶିଷ୍ଟ କବି ବିଜେପି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ଥିଲେ। ସେମାନେ କବିତା ସମ୍ପର୍କରେ ଯାହା ଯାହା କହିଲେ ମୁଁ ମୁଗ୍ଧ ହେଲି, ଉଦ୍ବୁଦ୍ଧ ହେଲି ଏବଂ ଆପଣମାନଙ୍କର ସହଯୋଗ ସହୃଦୟତା ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ବିଭୋର ବେଦନା, ବିଭୋର ବେଦନା ଅର୍ଥ ହଉଛି ଯେ ସମସ୍ତେ ଜାଣନ୍ତି ବେଦନାଟା କଷ୍ଟ ଦିଏ, କିନ୍ତୁ ବେଳେ ବେଳେ ବେଦନା ମଧ୍ୟ ବିଭୋର ହେଇଯାଇପାରେ। ମୁଁ ସେଇ କଥାଟି କହିଛି, ବେଦନା ବି ବିଭୋର ହେଇଯାଇପାରେ। ମୁଖ୍ୟ ବିଷୟବସ୍ତୁ ହଉଛି ସ୍ୱପ୍ନ, ପ୍ରେମ ଏବଂ ଈଶ୍ୱର। ପାଠିକ ମାନଙ୍କୁ ନିଶ୍ଚୟ ଭଲ ଲାଗିବ। ମୋର ପୂର୍ବରୁ ଯୋଉ ଦିଟା କବିତା ବହି ବାହାରିଛି, ଗୋଟେ ହଉଛି ମେଘର ମହକ 2002 ମସିହାରେ ବାହାରିଲା, 2025 ମସିହାରେ ବାହାରିଲା 23 ବର୍ଷ ପରେ ମନ୍ତ୍ର ବିପାଶା। ସେ ଦିଟା ଯାକ କବିତା ବହି ମଧ୍ୟ ପାଠକ ମହଲରେ ବେଶ ଆଦୃତ ହେଇଛି, ଆମାଜନରୁ ବହୁତ ବିକ୍ରି ହେଇଛି। ଏ ବହିଟି ମଧ୍ୟ ପାଠକ ମହଲରେ ଆଦୃତ ହବ ବୋଲି ମୁଁ ଆଶା ରଖି। ଆଗାମୀ ପୁସ୍ତକ କଥା କିଏ କହିପାରିବ? ଆଗାମୀ ପୁସ୍ତକ କଥା କହିପାରିବ କିଏ? ଆପଣମାନଙ୍କ ବହୁତ ଧନ୍ୟବାଦ। ବହୁତ 7 ବର୍ଷ ଭିତରେ 900ରୁ ଉର୍ଦ୍ଧ୍ୱ ବହି ପ୍ରକାଶ କଲାଣି। ଆମର ଏହାର ଏ ବ୍ଲାକ୍ ଇଗଲ ବୁକ୍ସର ମୁଖ୍ୟ କାର୍ଯ୍ୟାଳୟ ଡବ୍ଲିନ୍ USA, ଆଉ ତାର ବ୍ରାଞ୍ଚ ଅଫିସ ଭୁବନେଶ୍ୱର। ଏଠି ଆମେ ଅଧିକାଂଶ କ୍ଲାସିକ ବହି, ଯୋଉଟା କି ବହି ହଜି ଯାଇଥିଲା, ସେ ବହି ବ୍ଲାକ୍ ଇଗଲ ବୁକ୍ସ ପୁନରୁଦ୍ଧାର କରିଛି ଏବଂ ସର୍ବସାଧାରଣଙ୍କ ନିକଟରେ ତାହା ପହଞ୍ଚାଇଛି। ଏ ବହି ବିଶ୍ୱ ବାହାରେ, ଭାରତ ବାହାରେ ପ୍ରତ୍ୟେକ ଦେଶରେ ଆଭେଲେବୁଲ ଅଛି ଏବଂ ଆମେ ଓଡ଼ିଆ ବହିକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛୁ। ଏହା ଆମର ଯିଏ ନିର୍ଦ୍ଦେଶକ ଅଛନ୍ତି ସତ୍ୟ ପଟ୍ଟନାୟକ, ତାଙ୍କ ପ୍ରୟାସ ଏବଂ ଓଡ଼ିଶାରୁ ମୋର କିଛି ଭୂମିକା ରହିଥିବାରୁ ଏ ବହି ଆଜି ସାରା ବିଶ୍ୱରେ ଓଡ଼ିଆ ଲୋକମାନେ ଅତି ସହଜରେ ପ୍ରାପ୍ତ ହୋଇପାରିଛି। ବିଭୋର ବେଦନା ଗୋଟେ ବହୁତ ସୁନ୍ଦର ପୁସ୍ତକ ଏବଂ ତାଙ୍କର ଏହା ତୃତୀୟ ସଂକଳନ। ଏ ବହିଟି ବହୁତ ମାନେ ପାଠକ ତାକୁ ପ୍ରଶଂସା କରୁଛନ୍ତି ଏବଂ ଏହା ପାଠକ ଆଦୃତ ହେବ ବୋଲି ପ୍ରକାଶକଙ୍କ ତରଫରୁ ମୋର ଦୃଢ ବିଶ୍ୱାସ। ଏ ବହି ଯେ ବିଭିନ୍ନ ସମୟକୁ ନେଇକରି ସେ ଲେଖିଛନ୍ତି। ତା ଦେହରେ ପ୍ରେମ ଅଛି, ବେଦନା ଅଛି, ବିରହ ଅଛି। ତାକୁ ବିଭିନ୍ନ କବିତାରେ ସେ ତାଙ୍କ ଢଙ୍ଗରେ, ଏବଂ ଆଜିକାଲି ଯେମିତି ଯୋଉ କବିତା ଲେଖୁଛନ୍ତି ସେଭଳି ନୁହଁ, ସିଏ ତାଙ୍କ ଷ୍ଟାଇଲରେ ଏଟା ଲେଖିଛନ୍ତି। ଏବଂ ଗୋଟେ ସମୟରେ ଯୋଉ କହୁଥିଲେ ଆମର ପ୍ରସନ୍ନ ମହାନ୍ତି ସାର୍, ଯେ 52 ବର୍ଷ ତଳୁ ତାଙ୍କର କବିତା ଲେଖା ଆରମ୍ଭ ହେଇଛି ଏବଂ ସେତେବେଳେ ସେ ଲେଖୁଥିଲେ, ବହୁତ ସୁନ୍ଦର ଲେଖୁଥିଲେ ଏବଂ ଯୁବପିଢ଼ିରେ ବହୁତ ଆଗରେ ଥିଲେ। ତାକୁ ବର୍ତ୍ତମାନ ସେ ଦୁଇଟି ପୁସ୍ତକ ବେଳେ ବନ୍ଦ ହେଇଯାଇଥିଲା। ଏବେ ତାଙ୍କର ଏହା ତୃତୀୟ ପୁସ୍ତକ ବ୍ଲାକ୍ ଇଗଲ ବୁକ୍ସ ଦ୍ୱାରା ପ୍ରକାଶିତ ହୋଇ ପାଠକ ଆଦୃତ ନିଶ୍ଚୟ। ହଁ, ଏ ବହିଟି ଆମେ ଆମାଜନ ଦବା ପରେ ମଧ୍ୟ ବିକ୍ରି ଆରମ୍ଭ ହେଇଛି। ବିଦେଶରେ ମଧ୍ୟ 2 ଖଣ୍ଡ ବହି ବିକ୍ରି ହେଇଛି। ତାହାକୁ ଆମେ ସେଥିପାଇଁ ଲେଖକଙ୍କୁ, ପାଠକ
ମାନେ ଗ୍ରହଣ କରିଥିବାରୁ ପାଠକ ପାଠିକା ମାନେ ବହୁ ସଂଖ୍ୟାରେ ଆକୁ କିଣନ୍ତୁ ଏବଂ ଗୋଟେ ପ୍ରକାଶକ ସବୁବେଳେ ଚାହେଁ ତା ବହି ବେଶୀରୁ ବେଶୀ ବିକ୍ରି ହଉ। ପ୍ରକାଶକଙ୍କର ମୁଖ୍ୟ ଆଭିମୁଖ୍ୟ ହେଲା ବହି ବିକ୍ରି ହବା। ତେଣୁ ତା ପାଇଁ ଯୋଉ ବହି ବେଶୀ ବିକ୍ରି ହେଲା ସିଏ ହେଲା ତାଙ୍କ ପାଇଁ ସେଇ ଲେଖକ ହଉଛି ତାଙ୍କ ପାଇଁ ବେଶୀ ମୂଲ୍ୟବାନ।